ସେ ତମ ସାନର ଝିଅ କାଲି ଲାଗିଛି ଲୋ? ହଁ ଲୋ କୋଉ କୁମ୍ଭାର ପିଲା ଥିଲେ ବି ଲାଗିଛି। ସେମିତି କିଲୋ ନାନୀ ସେ ରାଣ୍ଡ ମାନେ କି କଲେଜ ଯାଉଛି ଯେ ସେ ରୋଡର ସବୁ ଗୋଟେ କରିଦଉଛି ଦେଖ କୋଉଠି। ସେମିତି ନାହିଁ, ତୁ ନାନୀ ଜାଣୁ ଏ ଅର୍ଦ୍ଧରାତ୍ରିରେ ମୁଁ ମିଛ କହୁନି। ମୋ ଶ୍ୱଶୁରର ଭାତ ମେଡିସିନ ସରିଗଲା ବୋଲି ଜାଣି ମୁଁ ବ୍ରହ୍ମପୁର ଯିବି ବୋଲି ବାହାରିଲି। ହେଲେ ମୁଁ ଯୋଉ ବସ୍ ଷ୍ଟାଣ୍ଡରେ ଅଛି ତ ମୋ ସାନର ତା ଝିଅ ସେ ପୁଅ ମୋର କକ୍ଷିଆ ନେଇ ସେ ଥିଲା। ରାଣ୍ଡରୁ ଯେତେବେଳେ ଏମିତି ସେ ଖୁମ୍ପା ଖୁମ୍ପି ସେଟା ଖୁମ୍ପୁଛି ଏଇଟା ଖୁମ୍ପୁଛି ଏମିତି ହଉଛି ନାନୀ, ମୁଁ ନ ଦେଖିଥିଲି ହେଇଥାଥିଲା ନାନୀ। ମୁଁ ସେ ରାଣ୍ଡର ଜଳ ମାନଙ୍କୁ ଦେଖି ମୁଁ ବସ୍ ଗାଡ଼ିରେ କ'ଣ ଚଢ଼ିବି, ଡାଲାଠୁ ଚଢ଼ି ବ୍ରହ୍ମପୁର ପଳେଇଛି। ହଇଲୁ ନାନୀ ତ ସାନ ଝିଅର ପ୍ରସ୍ତାବଟା ଭାଙ୍ଗିଗଲା କିଲୋ। ହେଇଯାଇଥିଲେ ମା ତୋର ରାଣୀକୁ ତାହେଲେ ଭାଙ୍ଗିଯିବା କଥା ନାହିଁ ହେଲ ନାନୀ। ମୋ ଝିଅକୁ ନ ଦେଖିଲେ ହେଲେ ସେ ପୁଅର ସବୁ ହଁ ହାଁ କରିଥିଲେ। ଆଉ ପ୍ରସ୍ତାବରେ ଗୋଟେ 24 ଇଞ୍ଚିଆ ସାଇକେଲ ମାଗିଥିଲେ। ତାପରେ ମୋ ଝିଅକୁ ଦେଖିଲା ପରେ ବାହାଘର ମନା କରିଦେଲେ। ହଁ ଲୋ କଳା ହେଇଛୁ କିଏ ଫିଙ୍ଗାର ଦେ ନା ଫୋପାଡ଼ି ଦେ ଲୋ। ଭାଗ୍ୟରେ ତ ଯାହା ଅଛି ଲୋ, ଆଉ କ'ଣ କରିବା କହ। କଳା କଥା ନାହିଁ ହେଲ ନାନୀ। ସେ ପୁଅ ଘର ଗୋଟେ ସାବୁନ ଦେଲେ ମୋ ଝିଅକୁ, ଆଉ କହିଲେ କି 7 ଦିନ ପର୍ଯ୍ୟନ୍ତ ଲଗ, ତାପରେ ତମେ ଗୋରା ହେଇଯିବ, ତାପରେ 7 ଦିନ ପରେ ମୁଁ ଆସିକି ତମକୁ ଦେଖିବି। ନା 7 ଦିନ ପରେ ସେ ପୁଅ ଘର ଆଇଲେ, ଆଉ ଦେଖିଲେ ଯେ ମୋ ଝିଅ ଜିନ୍ସ ପିନ୍ଧି ଅଛି, ସାବୁନ କଳା ହେଇଯାଇଛି। ହଇଲୁ ନାନୀ ତମର ରୋଇ ବାଛି ଗଲେ କେତେ ଦଉଛୁ ଲୋ? ଚା ଏ ମର୍କ ଖିଆର ଗାଁ ନାନୀ 50 ଟଙ୍କା ବଢେଇବେନି ହେଲେ। ସେ ରେବତ ନାନୀ ତା ଦିଅ ରାୟ କହିଲା, ଆଉ ନାନୀ ଲୋ ମୁଁ ମୋର ବିଲଟା ରୋଇଦେ, ଆଉ ମତେ 250 ଟଙ୍କା ଦେବି। ମୋ ଝିଅ ସବୁ ପାଇଡ଼ି ଛିଡ଼ି ତା ବିଲକୁ ଗଲି। ଏ ମର୍କ ଖିଆ 250 ଟଙ୍କା ଆଣି ଦେଇଛି ମତେ। ଏତେ କି କାମ କରୁଛି କହତି ନାନୀ କଥାଟା। ମା ନମସ୍କାର। କିଏ ଲୋ ଏଇଟା? ମୋ ପୁଅ ଲୋ। ଏ ତ ପୁଅ? ହଁ। ଏ ମା କେଡେ ବଡ ହେଇଗଲାଣି ଲୋ। ଆହା ମୁଁ ତ 8 ଗୁଡା ହେଲି। ତା ପୁଅ ଝିଅ ଦେଖିଲେ ପୋଛି ଭଳି ଲାଗୁଛି ଲୋ ଝିଅ। କାନ୍ଦନା ଲୋ କାନ୍ଦନା। ମମି କିଛି କହୁନି ରେ ବାପ। ଆଉ କେତେ କଥା କହିବି, ମାନେ କେତେ ଦିଅ ଦେବତା ପୂଜିକି ତତେ ପାଇଛି ସିଏ। ତାକୁ ତୁ ଗାଁ ବାହାରି କରିବୁ। ଏଡ ବଡ ହେଇଗଲୁ, ଛୋଟ ହେଇଥିଲୁ ଯେ ରୋଇ ବାଛି ଗଲେ କଙ୍କଡା ଆନ୍ଦେ ବୋଲି କହି ପଛେ ପଛରେ ଆଉଥିଲୁ। କେଡ ବଡ ହେଇଗଲୁ ଏବେ। ହଁ ନାନୀ ଏଡ ବଡ ହେଲାଣି ଯେ 21 ପୁରିକି 22 ଚାଲିବ। ହେଲେ ପିଲାଟିଆ ବୁଦ୍ଧି ଯାଇନି ଲୋ। କିਉਂ କରୁଛି କି? ସଜ୍ଜରେ ମୁତି ଦଉଛି ଲୋ।